ପିଲାମାନେ ଟ୍ରାକ୍ଟରକୁ ଯଦି ଆମେ କାଚ ରାସ୍ତାରେ ବି ଚଲେଇବା ତାହା ଉଚ୍ଚ ସ୍ୱର କରିବା ଯେମିତି ଥୟ ସେଇଭଳି ଭାବରେ ଅଳିଆ ଜାଗାରେ ଭଙ୍ଗା ଘରର କୋଣରେ ଓହଳିଥିବା ବାଦୁଡ଼ି ବା ଚେମଣି ଚମଚଟା ଯାହାକୁ କୁହାଯାଏ ତାକୁ ଯଦି ଆମେ ମହଲ ବି ଦେଇଦେବା ତାହେଲେ ସେ ବି ଉଲ୍ଟା ଝୁଲିବା ହିଁ ଥୟ। ଅର୍ଥାତ୍ କହିବାର କଥା ମଣିଷର ସ୍ୱଭାବ କ୍ୱଚିତ ବଦଳେ ବା ବଦଳେ ନାହିଁ, ମଣିଷର ସ୍ୱଭାବ ବଦଳେ ନାହିଁ। ତ ଏଇ ଛୋଟିଆ କଥାରୁ ଆମେ ଆରମ୍ଭ କରିବା ଆଜିର ବିଷୟ ମାଟିର ମଣିଷର ଦ୍ୱିତୀୟ ଭାଗ। ଆଜି ବିଷୟକୁ ଯିବା ପୂର୍ବରୁ ଆଲୋଚନା କରିବା ପୂର୍ବରୁ ଦିଆଯାଇଥିବା ପ୍ରଶ୍ନ 5ଗୋଟି ଶବ୍ଦ ଦିଆଯାଇଥିଲା ଚିହ୍ନିବା ପାଇଁ। କେଉଁ ଶବ୍ଦ? ଯେମିତିକି କନ୍ୟା, କନ୍ୟା ହେଉଛି ତତ୍ସମ ଶବ୍ଦ, ସଂସ୍କୃତରୁ ଆସିଛି। ମନ୍ଦିର, ମନ୍ଦିର ମଧ୍ୟ ତତ୍ସମ ଶବ୍ଦ। ଏବଂ କାଠ, କାଠ ମଧ୍ୟ ତତ୍ସମ ନୁହେଁ, ତଦ୍ଭବ ଶବ୍ଦ, ଏହା କାଷ୍ଠରୁ ସୃଷ୍ଟି ହୋଇଛି। ଏହାପରେ ଥିଲା ଖଡ଼ୁ, ଖଡ଼ୁ ହେଉଛି ଦେଶଜ ଶବ୍ଦ। ଏବଂ ବ୍ୟାଟେରୀ ଯାହାକି ବୈଦେଶିକ ଶବ୍ଦ, ଏହା ଇଂରାଜୀ ଶବ୍ଦ। ପରବର୍ତ୍ତୀ ପ୍ରଶ୍ନ ପାଇଁ ଆମେ ଅପେକ୍ଷା କରିବା କ୍ଲାସ୍ର ଶେଷ ଯାଏ। ଯେଉଁମାନେ ପ୍ରଶ୍ନର ଉତ୍ତର ଦେଇଛନ୍ତି ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ସମସ୍ତେ ସେମିତି ଉତ୍ତର ଦେଉଥାନ୍ତୁ, ଗୋଟିଏ ହେଲେ ବି ଉତ୍ତର ଦେବା ଥୟ ବା ଦେବା ଉଚିତ। ମାଟିର ମଣିଷ ରାଧାମୋହନ ଗଣନାୟକଙ୍କର ଆମେ ଜାଣିଥିଲେ ମାଟିର ମଣିଷ କବିତାଟି କାବ୍ୟ ନାୟିକା ସଂକଳନ ଆସିଥିଲା। କିଭଳି ଭାବରେ ଶିଳ୍ପ ସଭ୍ୟତାମୁଖୀ ମନୁଷ୍ୟକୁ ପୁଣି ଥରେ ସେ ମାଟି ଆଣକୁ ଫେରାଇ ଆଣିବା ଏହି କବିତାର ଲକ୍ଷ୍ୟ ବା ଉଦ୍ଦେଶ୍ୟ। କବି ସୁନ୍ଦର ଭାବରେ କବିତାଟିକୁ ବର୍ଣ୍ଣନା କରୁଛନ୍ତି। ନିଶ୍ଚିତ ଭାବେ ଯେଉଁମାନେ ପୂର୍ବ କ୍ଲାସ୍ ଦେଖିନ ବା ପାର୍ଟ 1 ଦେଖିନ, ନିଶ୍ଚିତ ଭାବରେ ପାର୍ଟ 1 ଦେଖ। ପାର୍ଟ 1 ଦେଖିଲେ ହିଁ ଏହାର ମର୍ମ ବୁଝିପାରିବ ଏବଂ ଭାଗ 1 ଦେଖିସାରିଲା ପରେ ଭାଗ 2 ଦେଖିବ ଏବଂ ଏହାର ମର୍ମକୁ ବୁଝିବ। ବାସ୍ତବରେ ମନୁଷ୍ୟ କିଭଳି ଭାବରେ ଯାନ୍ତ୍ରିକତାର ମୋହରେ ବା ଯନ୍ତ୍ରର ମୋହରେ, ଆଧୁନିକତାର ମୋହରେ ବଶବର୍ତ୍ତୀ ହୋଇ କିଭଳି ନିଜର ମାଟି ମାଆକୁ ଭୁଲି ଯାଉଛି, ନିଜର ସେଇ ନଦୀ, ନାଳ, ପର୍ବତ, ଝରଣା, ପାହାଡ଼, ଫୁଲ, ଫଳ, ସେଇ ଯେଉଁ ଲୁଚାପୁଚି ଖେଳ ଆଉ ଇଏ ସବୁ କିଛି ଭୁଲି ଯାଉଛି। ଧୀରେ ଧୀରେ ଜୀବନର ଆମେ ଯନ୍ତ୍ରଣାମୟ ହୋଇଯାଉଛି, ଜୀବନ ଅଶାନ୍ତମୟ ହୋଇଯାଉଛି। ଜୀବନ ପଇସା 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 ହେଇକି ମନୁଷ୍ୟ ସବୁବେଳେ ଅଶାନ୍ତ ମନରେ ବାସ କରୁଛି। ହେଲେ ଗ୍ରାମ୍ୟ ପରିବେଶର ସେଇ ଶାନ୍ତି ସେ ଭୁଲି ଯାଉଛି, ମାଟିକୁ ସେ ଭୁଲି ଯାଉଛି। ତେଣୁ ଏଇ ଭିତରେ ଆମେ ଆଲୋଚନା କରିବା ଆହୁରି ଅବଶିଷ୍ଟାଂଶ ଯାହା ରହିଛି। ଆମେ ଅନା ଅନା ଫେରି ଥରେ ଏଇ ଯାଏ ପଢ଼ିଥିଲେ, ଆଜି ଆଲୋଚନା କରିବା ଏଇଠୁ। ତ କବିତାଟିକୁ ଆମେ ଗାୟନ କରିବା ଏମିତି, ଭଲ ଗାୟନ ଶୈଳୀ ନହେଲେ ବି ଚେଷ୍ଟା କରିବା ଭଲ ଗାଇବା ପାଇଁ। କାନ୍ଦୁଛି ତୋର ମାଟିର ଲକ୍ଷ୍ମୀ, କାନ୍ଦୁଛି ତୋର ଘର, ରୁକ୍ଷ ଉରସେ ପଡ଼ି ରହିଅଛି କ୍ଷେତରେ ଜାତକ ତୋର। ସରଳ ତୋହର କାଲିର ଜୀବନ ଭାବିଅଛୁ କିରେ ସତେ, ଦୟାକରି ଟିକେ ଆଣୁଅଛୁ କିରେ ତୋହର ସ୍ମୃତି ପଥେ। ଜଳବର୍ଷିତ ହଳ କର୍ଷିତ ଜମିର ସୁରଭିବାସ, ଘଳିକ ପାଇଁକି ଅନ୍ତରେ ତୋର ଭରୁ ନାହିଁ ଉଲ୍ଲାସ। ସ୍ୱର୍ଣ୍ଣ ଧାନର ବିଭା, ସ୍ୱର୍ଣ୍ଣ ଧାନର ବିଭା, ଦଣ୍ଡକ ଲାଗି ଚକ୍ଷେ ତୋହର ଦିଶି ଯାଉନାହିଁ କିବା, ଦିଶି ଯାଉନାହିଁ କିବା। କାନ୍ଦୁଛି ତୋର ମାଟିରେ ଲକ୍ଷ୍ମୀ, କାନ୍ଦୁଛି ତୋର ଘର। କବି କହୁଛନ୍ତି ଆଜି ତୋର ମାଟିର ଲକ୍ଷ୍ମୀ ଆଜି କାନ୍ଦୁଛି। ସେ ଆଜି କାନ୍ଦୁଛି, ତୁ ଛାଡ଼ି ତାକୁ ଚାଲି ଯାଇଛୁ। ଯେଉଁ ମାଟି ପରେ ଦିନେ ପାଦ ପକାଇ ତୁ ଖେଳୁଥିଲୁ, ତାକୁ କଷ୍ଟ ହେଉଥିଲା ହେଲେ ବି ସେ ସହିଯାଉଥିଲା। ସେ ମା, ତୁ ସାଇକେଲ ଚଲାଉଥିଲୁ, ତୁ ଗାଡ଼ି ଚଲାଉଥିଲୁ, ତୁ ଦୌଡ଼ୁଥିଲୁ, ତୁ ଫୁଲ ତୋଳୁଥିଲୁ, ତୁ ନଦୀକୁ ଡିଆଁ ମାରୁଥିଲୁ, ଏସବୁ କାର୍ଯ୍ୟ ତୁ ପିଲାବେଳେ କରୁଥିଲୁ। ଯେମିତି କୃଷ୍ଣ ଗୋପପୁରରେ ଖେଳି ବଡ଼ ହୋଇ ଦିନେ ସେ ଛାଡ଼ି ଚାଲିଗଲେ ମଥୁରାପୁରକୁ, ଆଉ ଫେରିଲେ ନାହିଁ। ମଥୁରାରୁ ଦ୍ୱାରିକା ଗଲେ, ଦ୍ୱାରିକା ରାଜା ହୋଇ ବସିଗଲେ। ଅଷ୍ଟପାଟବଂଶୀ 8 ଜଣ ପତ୍ନୀଙ୍କ ସହିତ ସେ ବସବାସ କଲେ ଏବଂ ରାଜକର୍ମଚାରୀଙ୍କ ସୁଖ ଭିତରେ ସେ ସବୁ ଭୁଲିଗଲେ। କିନ୍ତୁ ସେଇ ମାଟିରେ ମୋହ ତାଙ୍କୁ ଟିକେ ବି ତିଳେ ମାତ୍ର ପ୍ରଭାବ ପକାଇଲେ ନାହିଁ। ଯେଉଁ ମାଟିରେ ସେ ପ୍ରେମ, ସ୍ନେହ, ଶ୍ରଦ୍ଧା ସବୁ ପାଇଥିଲେ। ମାତା ଯଶୋଦା ଥିଲେ, ପିତା ନନ୍ଦ ଥିଲେ ଏବଂ ଗୋପ ବାଳକମାନେ ତାଙ୍କର ସଙ୍ଗୀ ଥିଲେ। ସେଇଭଳି ଭାବରେ ଆଜିର ମଣିଷ ମଧ୍ୟ ନିଜର ମାଟିକୁ ଭୁଲି ଯାଇ ବିଦେଶକୁ ଚାଲି ଯାଉଛି, ସହରକୁ ଚାଲି ଯାଉଛି, ଯନ୍ତ୍ରାଭିମୁଖୀ ହୋଇଯାଉଛି, ଯନ୍ତ୍ରର ମାୟାରେ ଛନ୍ଦି ଯାଉଛି। ସେଥିପାଇଁ ପ୍ରଥମ ପଦରେ କହିଥିଲେ ଏଠାରେ କବି, ଯନ୍ତ୍ର ତତେ କି ମନ୍ତ୍ର କରିଛି ମାଟିର ମଣିଷ ଆରେ। କେତେ ସୁନ୍ଦର କଥାଟିଏ। ଆଜି ଯନ୍ତ୍ର ତତେ କି ମନ୍ତ୍ର କରିଛି, ତୁ ସବୁ କିଛି ଭୁଲି ଯାଇଛୁ। ଯନ୍ତ୍ର ପାଖରେ ଏମିତି କି ମନ୍ତ୍ର ଅଛି ଯାହା ପାଇଁ ତୁ ସବୁ କିଛି ଭୁଲି ଯାଇକି ତାର ମୋହର ମାୟାରେ ପଡ଼ିଛୁ। କାନ୍ଦୁଛି ତୋର ମାଟିର ଲକ୍ଷ୍ମୀ, କାନ୍ଦୁଛି ତୋର ଘର। ଆଜି ତୋର ମାଟିର ଲକ୍ଷ୍ମୀ, ଆଜି ତୋର ଘର, ତୋ ଯେଉଁ ଅଗଣାରେ ତୁ ଜନ୍ମ ହୋଇଥିଲୁ, ଯେଉଁଠି ତୋର ଷଠି ଘର ହୋଇଥିଲା, ସେ ଘର ଆଜି କାନ୍ଦୁଛି। ସେ ମାଟିର ଲକ୍ଷ୍ମୀ ଆଜି କାନ୍ଦୁଛି। ରୁକ୍ଷ ଉରସେ ପଡ଼ି ରହିଅଛି କ୍ଷେତର ଜାତକ ତୋର। ରୁକ୍ଷ ଭାରି କର୍କଶ, ଉରସେ ହୃଦୟ, ବକ୍ଷ, କର୍କଶ ହୃଦୟରେ, କର୍କଶ ବକ୍ଷରେ ଆଜି ପଡ଼ି ରହିଅଛି କ୍ଷେତର ଜାତକ ତୋର। ଆଜି ତୋର କ୍ଷେତ,
ତୋର ଯେଉଁ ଚଷା ଭୂମି, ଯେଉଁଠି ତୁ ଚଷା କରୁଥିଲୁ, ଚାଷ କରୁଥିଲୁ, ଯେଉଁଠି ଆଖୁ ଲଗାଉଥିଲୁ, ମକା ଲଗାଉଥିଲୁ, ଗହମ ଲଗାଉଥିଲୁ, ବାଜରା ଲଗାଉଥିଲୁ, ମାଣ୍ଡିଆ ଲଗାଉଥିଲୁ, ବାଇଗଣ ଚାଷ କରୁଥିଲୁ, ମୂଳା କରୁଥିଲୁ, କୋବି କରୁଥିଲୁ, ସେ ସବୁ ଆଜି କାନ୍ଦୁଛି। ସେ ଆଜି କ୍ଷେତର ଜାତକ ତୋର ରୁକ୍ଷ ହୋଇକି ପଡ଼ିଛି, ଶୁଖିଲା ହୋଇକି ପଡ଼ିଛି। କ୍ଷେତର ଜାତକ ଜନ୍ମ ପଞ୍ଜିକା, ଜାତକ ହେଉଛି ଜନ୍ମ ପଞ୍ଜିକା। ମଣିଷ ଜନ୍ମ ହେଲା ବେଳେ ତାର ପଞ୍ଜିକା କରାଯାଏ। ତ ସେଇ ତୋର ମଧ୍ୟ କ୍ଷେତର ଜାତକ ତୋର ସନ୍ତକ ଭାବରେ ସେ ପଡ଼ିକି ରହିଛି ସେଇଠି। ତୁ ଚାଲି ଆସିଛୁ, ସେ ଆଜି କାନ୍ଦୁଛି। ତୋର ହାତ ସ୍ପର୍ଶ ସେ ଆଜି ଖୋଜୁଛି। ତୁ ଅନାନ ଥରେ, ତୁ ଫେରିଯା ଥରେ। ସରଳ ତୋହର କାଲିର ଜୀବନ ଭାବୁଅଛୁ କିରେ ସତେ, ଦୟାକରି ଟିକେ ଆଣୁଅଛୁ କିରେ ତୋହର ସ୍ମୃତି ପଥେ। ତୁ କ'ଣ କାଲି ଭାବୁଛୁ କାଲି ତୋର ଜୀବନ ଭାରି ସରଳ ହେଇକି ଯିବ? ଯେଉଁ ଯନ୍ତ୍ରକୁ ଭରସା କରିକି ଆସିଛୁ, ଆମେ ପୂର୍ବ କ୍ଲାସରେ ପଢ଼ିଥିଲେ, ଯେଉଁ ଯନ୍ତ୍ରକୁ ତୁ ଆଜି ଭରସା କରିକି ଆସିଛୁ, ସେ ତାଡ଼କାସୁର ଭାବେ ଦିନେ ତୋତେ ନିଜର ସ୍ୱରୂପ ଦେଖାଦେବ। ଯେମିତି ସୀତା ସୁନା ହରିଣୀକୁ ଦେଖିକି ତାର ରୂପରେ ମୋହରେ ଆବିଷ୍ଟ ହୋଇ ତାକୁ ଧରିବାକୁ ରାମଚନ୍ଦ୍ରକୁ ପଠାଇ ଦେଇଥିଲେ, ହେଲେ ବିପଦର ପ୍ରଥମ ପାହାଚ ସେଇ ସୀତା ହିଁ ପାଇଥିଲେ। ତ ସେଇ ସୁନା ହରିଣର ଏ ମିଛ ମାୟା ମୃଗ ପଛରେ ପଡ଼ି ରାମଚନ୍ଦ୍ର ଯେତେବେଳେ ବାହାରକୁ ଚାଲିଗଲେ, ସୀତା ଅପହୃତା ହୋଇଗଲେ। ନିଜ ଭୁଲ ସେ ବୁଝିପାରିଥିଲେ, ଏ ଯେଉଁ ମୋହ ମାୟାରେ ପଡ଼ିକି ଅନ୍ଧ ହେବା। ସେଇଭଳି ଭାବରେ ତୁ ଆଜି ଶାନ୍ତି ନୁହେଁ, ସୁଖ ଖୋଜିବା ଲାଳସାରେ ନିଜର ଶାନ୍ତି ହରାଇ ବସିଛୁ। ତୁ ଯନ୍ତ୍ରର ମୋହର ମାୟାରେ ପଡ଼ିଯାଇଛୁ। ତୁ ଭାବୁଛୁ କି ତୋର କାଲିର ଜୀବନ ଭାରି ସୁନ୍ଦର ହେଇ ଉଠିବ, ସରଳ ହେଇ ଉଠିବ? କେବେ ନୁହେଁ। ଦୟାକରି ଟିକେ ଆଣୁଅଛୁ କିରେ ତୋହର ସ୍ମୃତି ପଥେ। ତୋର ସ୍ମୃତି ଅର୍ଥାତ୍ ମନେ ପକାଇବା ସ୍ମୃତିରେ, ତୋର ସ୍ମୃତି ପଥରେ, ତୋର ମାନସ ପଟରେ, ତୋ ମନ ଭିତରେ ଆଜି ତୁ ଟିକେ ବି ଆଣୁଅଛୁ କି, ତୁ ଟିକେ ବି ମନେ ପକାଉଛୁ କି ତୋର ଗାଁର ସେଇ ତ ମାଟିର କଥା? ଜଳବର୍ଷିତ ହଳକର୍ଷିତ ଜମିର ସୁରଭିବାସ, ଘଡ଼ିକ ପାଇଁ କି ଅନ୍ତରେ ତୋର ଭରୁ ନାହିଁ ଉଲ୍ଲାସ, ଘଡ଼ିକ ପାଇଁ କି ଅନ୍ତରେ ତୋର ଭରୁ ନାହିଁ ଉଲ୍ଲାସ। ଜଳବର୍ଷିତ, ଯେତେବେଳେ ପ୍ରଥମ ବର୍ଷା ଦିନର ପ୍ରଥମ ଜଳ ସ୍ପର୍ଶ କରେ ମାଟିକୁ, ହଳକର୍ଷିତ, ହଳ କରାଯାଇଥିବା ମାଟି ଭିତରେ ସେଇ ଯେଉଁ ସୁରଭି, ଯେଉଁ ବାସ୍ନା ଆସେ, ଏକ ମାଟିର ଏକ ବାସ୍ନା ଥାଏ। ଯେଉଁମାନେ ଗ୍ରାମରେ ବଢ଼ିଛନ୍ତି, ଯେଉଁମାନେ ହଳକୁ ଦେଖିଛନ୍ତି, ଯେଉଁମାନେ ଏସବୁକୁ ଶୁଣିଛନ୍ତି, ଜାଣିଛନ୍ତି ଏବଂ ଅଙ୍ଗେ ଲିଭେଇଛନ୍ତି, ସେଇମାନେ ହିଁ ଅନୁଭବ କରିପାରିବେ। ସମସ୍ତେ ଅନୁଭବ କରିପାରିବେନି। ପିଲାମାନେ ନିଜର ବାପା ମାଆଙ୍କୁ ପଚାରିବେ, ଯଦି ସେମାନେ ଗ୍ରାମରେ ବଢ଼ିଥାନ୍ତି, ସେମାନେ କହିପାରିବେ ଯେ ଜମିର ଏକ ସୁରଭି ଥିଲା, ମାଟିର ଏକ ସୁରଭି ବାସ୍ନା ଥିଲା। ଯେତେବେଳେ ହଳ ହୋଇଥିବା ମାଟି ଉପରେ ପ୍ରଥମ ବର୍ଷା ବର୍ଷିଯାଏ, ସେତେବେଳେ ଏକ ସୁରଭି ବାସ୍ନା ବାହାରେ। ସେ ବାସ୍ନା କୌଣସି ଫୁଲକୁ ବି, କୌଣସି ସୁଗନ୍ଧକୁ, ଯେତେ ବିଶ୍ୱର ସବୁଠୁ ବଡ଼ ସୁଗନ୍ଧକୁ ବି ପଛରେ ପକାଇଦେବ, ସେ ବାସ୍ନା କ'ଣ ଆଜି ତୋତେ ପାଗଳ କରୁନାହିଁ? ସେ ବାସ୍ନା କ'ଣ ତୋତେ ମନେ ପକାଉନାହିଁ ତୋର ପୂର୍ବଦିନର କଥା, ତୋର ମାଟିର କଥା, ତୋର ଗାଁର କଥା, ତୋର ମାତୃଭୂମିର କଥା? ଘଡ଼ିକ ପାଇଁ କି ଅନ୍ତରେ ତୋର ଭରୁ ନାହିଁ ଉଲ୍ଲାସ। ତୁ ଥରେ ବି ଘଡ଼ିକ ପାଇଁ ବି, ଫର୍ ଏ ମୋମେଣ୍ଟ, ଗୋଟେ ମୁହୂର୍ତ୍ତ ପାଇଁ ବି ତୁ ମନେ ପକେଇକି ତୋର ଅନ୍ତର ଭିତରେ ଆଜି କ'ଣ ଉଲ୍ଲାସ ଭରୁନାହିଁ? ଆଜି କ'ଣ ଆନନ୍ଦ ଭରୁନାହିଁ? ଆଜି ଯେତେବେଳେ ତୋର ଗାଁର କଥା ମନେ ପଡ଼ୁଛି, ଜାମୁକୋଳି ଗଛରେ ଡେଉଁଥିଲୁ, ତୁ ସେଇ ପାଣିରେ ପଡ଼ୁଥିଲୁ, ହଳ କରିବା ବେଳେ ଗୋରୁ ବଳଦ ପଛରେ ତୁ ଦୌଡ଼ୁଥିଲୁ, କିଛି ମନେ ପଡ଼ୁନି? ଆଉ ଯଦି ମନେ ପଡ଼ୁଛି, ମନେ ପକେଇ ତ କ'ଣ ହୃଦୟ ଉଲ୍ଲାସ ହେଉନି? ଫେରିଯିବା ପାଇଁ ମନ କହୁନି? ସ୍ୱର୍ଣ୍ଣ ଧାନର ବିଭା ଦଣ୍ଡକ ଲାଗି ବକ୍ଷେ ତୋହର ତିସି ଯାଉନାହିଁ କିଭା। ପ୍ରଶ୍ନ ପଚାରୁଛନ୍ତି କବି ଏଠି। ସେ ଯେଉଁ ସ୍ୱର୍ଣ୍ଣ ଧାନ, ଏଠି ସ୍ୱର୍ଣ୍ଣ ଏକ ପ୍ରକାର ଧାନ ମଧ୍ୟ କୁହାଯାଇପାରିବ, ଏବଂ ଧାନକୁ ମଧ୍ୟ ସୁନା ଭଳି ତୁଳନା କରାଯାଇଛି ମଧ୍ୟ କୁହାଯାଇପାରିବ। ସୁନା ଭଳି ଦିଶୁଥିବା ଧାନ ପାଚିଲେ ଯେମିତି ଲହ ଲହ ହୋଇ ଧାନ ଖେଳୁଥାଏ, ପବନର ମତାଣିଆ ସ୍ୱରରେ ସେ ନାଚି ଉଠୁଥାଏ, ସୁନାର ଝଟକିଲା ଭଳି ଲାଗୁଥାଏ। ତାପରେ ସୂର୍ଯ୍ୟକିରଣ ପରି ସମ୍ପୂର୍ଣ୍ଣ ସୁନାର ଏକ ସୌନ୍ଦର୍ଯ୍ୟ ସୃଷ୍ଟି କରୁଥାଏ। ବିବାହ ହେଉଛି ସୌନ୍ଦର୍ଯ୍ୟ। ସେ ସୌନ୍ଦର୍ଯ୍ୟ ତୋର କ'ଣ ଆଜି ମନେ ପଡ଼ୁନି? ଦଣ୍ଡକ ଲାଗି ଥରେ ବି କ'ଣ ମୁହୂର୍ତ୍ତକ ଲାଗି ଯାଇକି ତୋର ଚକ୍ଷୁରେ ଦିଶି ଯାଉନାହିଁ? ଥରେ ବି ନୁହଁ? ପଚାରୁଛନ୍ତି ପ୍ରଶ୍ନ ଏଠି। ସେଇ ମାନବକୁ, ଯେଉଁ ମାନବଟି ମାତୃଭୂମିକୁ ପାଦରେ ଆଡ଼େଇ, ମାଟିକୁ ଆଡ଼େଇ, ଯିଏକି ଆଜି ଯନ୍ତ୍ର ପଛରେ ଧାବମାନ ହେଇଛି, ଯନ୍ତ୍ରକୁ ଆଜି ସବୁକିଛି ଭାବୁଛି, ଯନ୍ତ୍ରର ପ୍ରେମରେ ଆଜି ପଡ଼ିଯାଇଛି। ଦିଗନ୍ତ ଭରା ପକ୍କ ଧାନର ମନମତାଣିଆ ଗନ୍ଧ, ହୃଦୟ ତୋହର ପରାଣେ ତୋହର ଜଗାଉ ନାହିଁ କି ସ୍ପନ୍ଦ। ଦିଗନ୍ତ ଭରା, ଦିଗନ୍ତ ଏ ଦିଗ ପ୍ରସାରୀ, ଏ ଦିଗକୁ ପ୍ରସାରିତ ତୁମେ ଯେତେବେଳେ ଅନେଇବ, ଯେତେବେଳେ ଗାଁରେ କୌଣସି ଧାନ ବୃକ୍ଷ ଗଛ ହେଇଥିବ, ଅନେଇବ, ତାକୁ ଦେଖିବ, ଆଖି ପାଉନଥିବା ଯାଏ, ଦୂର ଯାଏ ମାତି ଯାଇଥିବ ଧାନ ସବୁ, କେତେ ସୁନ୍ଦର ଏକ ମନମତାଣିଆ
ସୌନ୍ଦର୍ଯ୍ୟ ସେ ଅପରୂପ ସୌନ୍ଦର୍ଯ୍ୟ ଏକ ସୃଷ୍ଟି କରୁଥିବ। ଇ ଦିଗନ୍ତ ପୁରୀ ଉଠିଥିବା ପକ୍ୱ ଧାନ, ପକ୍ୱ ଅର୍ଥାତ୍ ପାଚିଲା, ପକ୍ୱ ଧାନର ମନମତାଣିଆ ଗନ୍ଧ, ପାଚିଲା ଧାନର ଏକ ମନମତାଣିଆ ଯେଉଁ ଗନ୍ଧ ତତେ କ'ଣ ବିଭୋର କରୁନି ଆଜି? ହୃଦୟ ତୋହର ପରାଣେ ତୋହର ଜଗାଉ ନାହିଁ କି ସ୍ପନ୍ଦ, ଆଜି ତୋର ହୃଦୟରେ ତୋର ପ୍ରାଣରେ ଆଜି ସ୍ପନ୍ଦନ ଯୋଗାଉ ନାହିଁ କି ସ୍ପନ୍ଦନ। ସେଇ ଯେଉଁ ଛଟକା ମନ ଭିତରେ ଖେଳି ଉଠେ, ଝଲକ, ଇଏ କ'ଣ ତୋର ଆଜି ବି ଝଲକ ଦିଶି ଯାଉ ନାହିଁ? ତୋ ମନରେ କ'ଣ ସ୍ପନ୍ଦନ ଯୋଗାଉ ନାହିଁ? ତୋ ପ୍ରାଣରେ ସ୍ପନ୍ଦନ ଯୋଗାଉ ନାହିଁ? ନିଶ୍ୱାସ ପ୍ରଶ୍ୱାସ ନେଲାବେଳେ ଯେଉଁ ଶବ୍ଦ, ଧକ୍ ଧକ୍ ଶବ୍ଦ, ଏ ଶବ୍ଦ କ'ଣ ତତେ ଜଣେଇ ଦେଉନାହିଁ? ଆଖୁ କିଆରୀର ଛାଇ ତଳେ ବସି କୈଶ୍ୱର ଖେଳ ହସ, ପୌଷ ମାସର ଅମିୟ ସମାନ ମଧୁର ଦରୁଅ ରସ। ଯେଉଁ ଆଖୁ କିଆରୀରେ ଛାଇ ତଳେ ବସିକି କୈଶ୍ୱର ସମୟରେ, କିଶୋର ସମୟରେ, ପିଲାବେଳରେ ତୁ ଯେତେବେଳେ ବାଲି ମାଠିଆରେ ଖେଳ ଖେଳୁ, ଆଖୁ କିଆରୀରେ ଯେତେବେଳେ ହେଇଥାଏ, ଆଖୁ କିଆରୀରେ ଦେଖିବ ପିଲାମାନେ ବସି ଖେଳ ଖେଳୁଥାନ୍ତି, କିମ୍ବା ବାଇଗଣ ବାଡ଼ିରେ ଖେଳ ଖେଳୁଥାନ୍ତି, କିଛି ଗଛ ହେଇଥାଏ ମକା ଗଛ ମୂଳେ ଖେଳ ଖେଳୁଥାନ୍ତି। ତୋର କ'ଣ ଆଜି ମନେ ପଡ଼ୁନି ଆଖୁ କିଆରୀରେ ବସି ଖେଳ? ପୌଷ ମାସର ଅମିୟ ସମାନ, ପୌଷ ମାସ ଆସିଲେ, ଓଡ଼ିଆରେ ପୌଷ ମାସ ଅଛି, ପୌଷ ମାସ ଆସିଲେ ଅମିୟ ସମାନ, ଅମିୟ ହେଉଛି ଅମୃତ, ଅମୃତ ଭଳି ମଧୁର ମିଠା ସେଇ ଦରୁଅ ରସ, ଦରୁଅ ଅର୍ଥ ଆଖୁର ରସ କୁହାଯାଏ, ସେଇ ଯେଉଁ ଆଖୁର ରସ ତୋର କ'ଣ ଆଜି ମନେ ପଡ଼ୁନି? ଗାଁ ବାଡ଼ି ତଳେ କପା ତୋଇଲାରେ କପା ଫୁଟିବାର ଶୋଭା, ତାରା ଫୁଟିବାର ଉତ୍ସବ ପରି ହେଉନାହିଁ ମନଲୋଭା। ଗାଁ ବାଡ଼ି ତଳେ କପା ତୋଇଲାରେ, କପା ତୋଇଲା ଅର୍ଥାତ୍ କପା ଗଛ ଲଗା ହେଇଥିବା ଯେଉଁ ଅଞ୍ଚଳରେ, କିଆରୀରେ କପା ଫୁଟିବାର ଶୋଭା, ଯେତେବେଳେ କପା ଫୁଟିଥାଏ ଦେଖିବ, କପା ତୁଳା ଯେତେବେଳେ ଫୁଟିଥାଏ, ବାଇଗଣ ଗଛ ଭଳିଆ ଗଛ ହୋଇଥାଏ, କିନ୍ତୁ କପା ଯେତେବେଳେ ଫୁଟିଥାଏ ଅନ୍ଧାରରେ, ଟିକେ ଝାପ୍ସା ଝାପ୍ସା ଅନ୍ଧାରରେ ତୁମେ ଦେଖିଦେବ, ତୁମକୁ ଲାଗିବ ଯେମିତି ମୁଁ ଆକାଶକୁ ଚାହିଁଛି, ଏବଂ ଫୁଟି ଯାଇଥିବା କପା ତୁମକୁ ଛିନ୍ନ ବିଚ୍ଛିନ୍ନ ତାରା ଭଳି ଦେଖାଯିବେ, ଚିକମିକ ତାରା ଭଳି ଲାଗିବେ, ଜହ୍ନ ଭଳି ଲାଗିବେ। ସେଇ କଥା କବି ବର୍ଣ୍ଣନା କରି ସୁନ୍ଦର ଭାବରେ କହୁଛନ୍ତି, ଆଜି କ'ଣ ତୋତେ କପା ତୋଇଲାରେ କପା ଫୁଟିବାର ସୌନ୍ଦର୍ଯ୍ୟ ଦିଶୁନାହିଁ, ତାରା ଫୁଟିବାର ମହୋତ୍ସବ ପରି ହେଉନାହିଁ ମନଲୋଭା? ପଚାରୁଛନ୍ତି ତାରା ଫୁଟିବାର ମହୋତ୍ସବ, ଯେମିତି ତାରା ଫୁଟିକି ଏକ ମହୋତ୍ସବ ତିଆରି କରୁଛନ୍ତି। ରଜ ହେଲେ, ଯେମିତି ପର୍ବ ହେଲେ, ଦୀପାବଳି ହେଲେ ଆମେ ବାଣ ଫୁଟାନ୍ତି, ସେହିଭଳି ଭାବରେ ତାରାମାନେ ଏବେ କ'ଣ ମହୋତ୍ସବ କଲା ଭଳି ତୋତେ କ'ଣ ଲାଗୁନି? ତୋତେ କ'ଣ ସେଇ ମନଲୋଭା ସୌନ୍ଦର୍ଯ୍ୟ ଦିଶି ଯାଉନାହିଁ, ମନେ ପଡ଼ୁନାହିଁ? ସୋରିଷ କ୍ଷେତର ବର୍ଣ୍ଣ, ସୋରିଷ କ୍ଷେତର ବର୍ଣ୍ଣ, ଦଣ୍ଡକ ପାଇଁ ଅନ୍ତର ତୋର କରୁନାହିଁ ମୋହାଚ୍ଛନ୍ନ, କରୁନାହିଁ ମୋହାଚ୍ଛନ୍ନ। ସେଇ ସୋରିଷ କ୍ଷେତ୍ର ଯେଉଁ ସୁନେଇଲି ବର୍ଣ୍ଣ, ସୋରିଷ କ୍ଷେତ୍ର ଫୁଲ ଦେଖିବ କେତେ ସୁନ୍ଦର ଭାବରେ ହଳଦିଆ କଲର ହେଇଥିବ, ସୁନା ଭଳି ଦେଖାଯାଉଥିବ। ଦଣ୍ଡକ ପାଇଁ, କ୍ଷଣିକ ପାଇଁ ତୋର ଅନ୍ତର ଅର୍ଥାତ୍ ହୃଦୟ ମୋହାଚ୍ଛନ୍ନ କରୁନାହିଁ। ଆଜି ବି କ'ଣ ତୋତେ ମନେ ପଡ଼ୁନାହିଁ? ଏସବୁ କଥାକୁ କବି ସୁନ୍ଦର ଭାବରେ କବିତାରେ ବର୍ଣ୍ଣନା କରିଛନ୍ତି ଏବଂ ମନେ ପକାଇ ଦେଇଛନ୍ତି ସେଇ ମଣିଷକୁ, ଯେଉଁ ମଣିଷଟି ମାଟିର ମହତ୍ତ୍ୱକୁ ଭୁଲିକି, ମାଟିର ମମତ୍ୱକୁ ଭୁଲିକି, ମାଟିର ସ୍ନେହ ବାତ୍ସଲ୍ୟ ମମତାକୁ ଭୁଲିକି, ଯେ ଆଜି ଯନ୍ତ୍ରର ସ୍ନେହରେ, ଯନ୍ତ୍ରର ପ୍ରେମରେ, ଯନ୍ତ୍ରର ଆକର୍ଷଣରେ ଆକର୍ଷିତ ହୋଇକି ଧ୍ୱଂସ ଆଡ଼କୁ ଯାଉଛି। ମନେ ପଡ଼ୁନାହିଁ ତମରି ଗାଁର ଛୈଳ ଚପଳ ନଈ, ପଲ୍ଲୀ ବଧୁର ସ୍ନିଗ୍ଧ ମଧୁର ପାଣି ବୋହିବାର ଛଇ, ପାଣି ବୋହିବାର ଛଇ। ତୋର କ'ଣ ଆଜି ମନେ ପଡ଼ୁନାହିଁ ତମ ଗାଁରେ ଛୈଳ, ସେଇ ଯେଉଁ ସୁନ୍ଦର ଚପଳ ଅସ୍ଥିର ନଈ, ଛଳ ଛଳ ହେଇ ବୋହି ଯାଉଥିବା ଚପଳ ଅସ୍ଥିର ଭାବରେ ଯେଉଁ ନଈ ବୋହି ଯାଉଥିଲା, ସେ ନଈ କ'ଣ ତୋର ଆଜି ମନେ ପଡ଼ୁନି? ଯେଉଁ ନଈ ପାଖରେ ତୁ ବସି ଖେଳୁଥିଲୁ, ଯେଉଁ ନଈ ପାଖରେ ମାଛ ଧରୁଥିଲୁ, ଯେଉଁ ନଈ ପାଖରେ ତୁ ମନ ଦୁଃଖ ହେଲେ ବୁଲିବାକୁ ଯାଉଥିଲୁ, କ'ଣ ଆଜି ମନେ ପଡ଼ୁନି? ପଲ୍ଲୀ ବଧୁର ସ୍ନିଗ୍ଧ ମଧୁର ପାଣି ବୋହିବାର ଛଇ। ପଲ୍ଲୀ ବଧୁର, ପଲ୍ଲୀ ଅର୍ଥାତ୍ ଗ୍ରାମ, ବଧୁ ଅର୍ଥାତ୍ ବୋହୂ, ଯେତେବେଳେ ନୂଆ ବୋହୂଟେ ପଲ୍ଲୀ ବୋହୂ ଆସିଥାଏ, ଧାଡ଼ି ଧାଡ଼ି କରି ପୂର୍ବେ ଗାଁ ମାନଙ୍କରେ ପାଣି ନିଅନ୍ତି କୂଅରୁ ବା ନଳକୂପରୁ। ସେତେବେଳେ ତୋର କ'ଣ ମନେ ପଡ଼ୁନି ସେଇ ଯେଉଁ ସୌନ୍ଦର୍ଯ୍ୟ, ଧାଡ଼ି ହୋଇକି ଚାଲିଥିବେ ନବବଧୂ ମେଞ୍ଚାଏ, ତାଙ୍କ ସମସ୍ତଙ୍କ କାଖରେ ଏବଂ ମୁଣ୍ଡରେ ଥିବ ପାଣି ଗରା, ସେ ଏକ ଅପରୂପ ସୌନ୍ଦର୍ଯ୍ୟ ସୃଷ୍ଟି କରୁଥିଲା, ପୁରା ସମ୍ପୂର୍ଣ୍ଣ ଗ୍ରାମ୍ୟ ପରିବେଶ ସୃଷ୍ଟି କରୁଥିଲା। ସେ ଗ୍ରାମ୍ୟ ପରିବେଶର ଏ ଟିପିକାଲ ଦୃଶ୍ୟ କ'ଣ ତୋର ମନେ ପଡ଼ୁନି? ପଲ୍ଲୀ ବଧୁର ସ୍ନିଗ୍ଧ ମଧୁର ପାଣି ବୋହିବାର ଛଇ। ମନେ ପଡ଼ୁନାହିଁ ତାଳ ବନ ତଳେ ଗୋଷ୍ଠୀ ବିହାରୀ ଧେନୁ, ମନେ ପଡ଼ୁନାହିଁ ଗୋପାଳ ପୁଅର ଧୀର ମୂର୍ଚ୍ଛିତ ବେଣୁ। ତୋର କ'ଣ ଆଜି ବି ମନେ ପଡ଼ୁନି ତାଳ ବନ, ତାଳ ବନ ଯେଉଁଠିକି ତାଳ ଖାଉଥିଲୁ, ଯେଠି ବୁଲିବାକୁ ଯାଉଥିଲୁ, ଗୋଷ୍ଠ ବିହାରୀ ଧେନୁ, ଗୋଠ ଧରିକି, ଗାଈ ଗୋଠ ନେଇକି ଯେତେବେଳେ ଚରେଇବାକୁ ଯାଇଥିଲୁ, ତାଳ ଗଛ ମୂଳେ କିଭଳି ଭାବରେ ବସୁଥିଲୁ, ଅପେକ୍ଷା କରୁଥିଲୁ, ସେ କ'ଣ ମନେ ପଡ଼ୁନି? ମନେ ପଡ଼ୁନାହିଁ ଗୋପାଳ ପୁଅର ଧୀର ମୂର୍ଚ୍ଛିତ ବେଣୁ। ଯେଉଁ ଗୋପାଳ ପୁଅ ସାଧାରଣତଃ ଗୋରୁ ଚରେଇବାକୁ ଯାଆନ୍ତି, ସେ ଗୋରୁ ଚରେଇବା ବେଳେ ବେଣୁ ନେଇଥାନ୍ତି, ବଂଶୀ ନେଇଥାନ୍ତି, ସେ ବାଦନ କରନ୍ତି ବଂଶୀ।
से जो धीर मूर्छित 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 अर्थात आम बुझीपर सेन्सलेस कहुए मूर्छित किंतु एठारे मूर्छित हूँ मूर्छनारू मूर्छित होती मूर्छना हूँ लय ताल स्वरर उत्थान पतनर जो दिग स्वरटी आम उठाऊँ पकाउँ मुझे धीरु जोर रे कहूँ जोर धीरे कहूँ ये हूँ मूर्छना संगीतर मूर्छना से संगीत भल लगे मन पड़ूना गोपालपुर धीर मूर्छित बेणु से बंशीर स्वर तोर कौन मन पड़ूनी आज भी लंगल आज डाकुअछि तते तोर संतक सम मंगल जानी डाकुअछि आरे माटीर पतंगम आज लंगल डाकुअछि तते तोर संतक सम संतक अर्थात तोर चिन्ह तोर वर्ण तोर जो पूर्व चिन्ह मोर पूर्व स्मृति आज से लंगल तोर बाड़ी द्वार आज डेरा होइछि रहिछि से कौन तोर डाकुछि तोर मन पड़ुनी तोर संतक समान से आज पड़ी रही आज लंगल चलैया कई ना सब आज बाबू हो जाइछंती आज बलद नाही मंगल जानी डाकुअछि आरे माटीर पतंगम आज ये मंगल समय पुणी आसी माटीर पतंगम डाकुछि माटीर पतंगम पतंगम अर्थात पक्षी ये माटीर पक्षी माटी को पक्षी से तुलना करा जायछि ये माटी तो डाकुछि आ मो पाखु फेरिया तो लंगल डाकुछि मते कर्षण करिबा मते हल करिबा मो ऊपर बुणी देबु विभिन्न प्रकार बीज विभिन्न प्रकार मंजी एवं मु पूरी उठिबि शस्य श्यामल हाई आ मो पाखु आ कहीं से विषाक्त द्रव्य गुड़ाक खाऊचु केमिकाल मिशा जिनस गुड़ाक खाऊचु आ मो पाखरे मते चसिकी खाइबु आ दुखर कथा कवि एते सुंदर भाव वर्णना करछंती उर्वर तोर प्राण जंत्रपुरी रही इस्पात परी होई जाइअछि टाण तोर से प्राण उर्वर थिला भारी फर्टाइल थिला तोर भारी उर्वर माटी जमी भल चाष हुए तेमी तोर हृदय मध्य उर्वर थिला जो हृदय तू मते बसैथिलु जो हृदय मत तू भल पाउथिलु जो हृदय मते तू पसंद करुथुलु जो हृदय तू मानववाद चेतना थिला जो हृदय भीतर स्नेह प्रेम थिला जो हृदय भीतर भाईचारा थिला जो हृदय भीतर ग्राम्य परिवेश प्रति एक भल पाइबा थिला से हृदय आउ नाही से हृदय हो जाइछि टाण कहीं जंत्रपुरीर इस्पात परी हो जाइछि टाण जो जंत्रपुर भीतर तू आज हजि जाइछु मजि जाइछु से जंत्रपुरीर से जंत्र इलाका जंत्रपुर जंत्र नगर सेठी समस्ते जंत्र तू जंत्र भितर एक मनीष तू मनीष हो क्या नाहू तो मनीषर हृदय हो जाइए जंत्र जंत्र भली टाण हो जाइए इस्पात अर्थात लुहा लुहा पर टाण हो जाइए जंत्र तले तो पराण नाही रे मरणर तही घर दिन राति तहु चितार कुहेली हेउअछि उथल से जंत्र तले पराण नाही आज प्राण नाही तू जेहेतु जंत्र हो जाइछु तोर जंत्र तले आज प्राण नाही सेठी तो मरणर घर तू जो जंत्र को भल पाई जाइछु से जंत्र भितर मध्य प्राण नाही से जंत्र मरणर घर मु पूर्व क्लास रे कहिछि जंत्र किभली भाव आमको मिछर रूप रे कि सुंदर रूप रे कि हरिणर सुना हरिण रूप देखि डाकिनिए परे आमे जानती से सुना हरिण नुहे से होछि मारीच राक्षस रावण पठेइथिबा मारीच राक्षस दिन राति तहु चितार कुहेली हेउअछि उथल जोटी दिन राति चितार कुहेली जलुची जार प्रभाव रे लक्ष लक्ष लोक मरुचंती तुमे रोबोट सिनेमा देखि तो रोबोट सिनेमा जेतेबेले जो भिलियन होइचंती अक्षय कुमार से सेतेबेले कोन कहिचंती जो मोबाइल आसवा फल किभली भाव रे जंत्र आसवा फल लोक मानकर मिसयूज करिवा फल किभली भाव रे चढ़ई माने पक्षी माने मर जाउचंती से पक्षी को भल पाउथुवा जने साइंटिस्ट थिले देखियो जो मान देखिना जानिबो सबु जंत्र आज आमर विनाश करुच्ची कहीं भी आमर भल करूनांती आगामी जुगर द्रष्टा मु आज डाकुअछि एई कूले पतंग परी झास दे नाई तार मूले आगामी जुगर द्रष्टा मु आगामी जुग को देखि पारे कारण मु अमर माटी अमर मनीष मरणशील मनीष जन्म होइछि मरिछि अनेक मनीष जाइछन्ति अनेक मनीष जन्म होइछन्ति अनेक मनीष पुणी मरिछन्ति महात्मा गांधी जाइछन्ति सुभाष बोस जाइछन्ति गोपबंधु दास जाइछन्ति अब्दुल कलाम जाइछन्ति विवेकानंद जाइछन्ति एमिति अनेक मनीष जाइछन्ति आ मनीष पुणी आसिछन्ति हेले रहिछि किए ना जन्मभूमि रहिछि माटी रहिछि से सबु देखुछि सबु जानिछि कारण से आगामी जुगर द्रष्टा से आगामी जुग देखि पारुछि द्रष्टा जे देखि पारे मु आज डाकुअछि कूले मु डाकुअछि पळेया ए कूलकु तू फेरिया तोर सेठी मृत्यु सुनिश्चित मनीष मरब तो दिने मनीषर मृत्यु तो सुनिश्चित किंतु से कहूँ तू से माटीर स्पर्श को भूल कहीं मरबू यही माटी को पलैया आगामी जुगर द्रष्टा मु डाकी अच्छी यही कूले
ପତଙ୍ଗ ପରି ଝାସ ଦେ ନାହିଁ ତାର ମୂଳେ। ମୁଁ କହିଥିଲି ପୂର୍ବ କ୍ଲାସରେ ପତଙ୍ଗ ଯେଉଁଭଳି ଭାବରେ ଅଗ୍ନି ଦେଖିଲେ ତା ଆଡ଼କୁ ଝାସ ଦେବା ପାଇଁ ଯାଆନ୍ତି ଏବଂ ନିଜକୁ ପୋଡ଼ି ଦିଅନ୍ତି ସେ ନିଆଁରେ, ପୋଡ଼ି ହେଇଯାଆନ୍ତି ସେ ନିଆଁରେ। ସେଇଭଳି ତୁ ଆଜି ପତଙ୍ଗ ଭଳି ମାରିଯାଆନା ଅଗ୍ନି ନିକଟକୁ। ମାଟିର ଅଙ୍କେ ଜନ୍ମ ପାଇଛୁ ଝରରେ ତାହାରି ପରେ, ମାଟିର ବକ୍ଷେ ଜନ୍ମ ଲଭିବୁ ନବ ଜନ୍ମାନ୍ତରେ। କହୁଛି ତୁ ଯନ୍ତ୍ର ପାଖକୁ ଯାଇକି ଲାଭ କ'ଣ ତୋର? ତୁ ମାଟିର ଅଙ୍କେ ଅଙ୍କେ ଅର୍ଥାତ୍ ମାଟିର ଶରୀରରେ ଜନ୍ମ ପାଇଛୁ, ଝରରେ ତାହାରି ପରେ, ତାରି ଉପରେ ଝରିଆ। ଯେଉଁଠି ଜନ୍ମ ହୋଇଛୁ ତାରି ପାଖରେ ଝରିଆ। ଯେଉଁ ମା କୋଳରୁ ଜନ୍ମ ହୋଇଛୁ ସେଇ ମା କୋଳରେ ମୃତ୍ୟୁ ଲଭିବୁ ଆ, ସେଥିରେ ଶାନ୍ତି ଅଛି। ମାଟିର ବକ୍ଷେ ଜନ୍ମ ଲଭିବୁ ନବ ଜନ୍ମାନ୍ତରେ, ପୁଣି ଏଇ ମାଟିରେ ମୃତ୍ୟୁବରଣ କରିବୁ, ପୁଣି ଏଇ ମାଟିରେ ଜନ୍ମ ହେବୁ। ସେଥିପାଇଁ ସଂସ୍କୃତରେ କୁହାଯାଇଛି ଶୁଣିଥିବ, ପୁନରୂପୀ ଜନମଙ୍ଗ ପୁନରୂପୀ ମରଣଙ୍ଗ ପୁନରୂପୀ ଜନନୀ ଜଠରେ ଶୟନମ୍। ପୁଣି ଜନ୍ମ ହେବୁ, ପୁଣି ମରିବୁ, ପୁଣି ଜନନୀ ଜଠରେ ଶୋଇବୁ, ଜନନୀ କୋଳରେ ଶୋଇବୁ, ପୁଣି ଏଇ ମାଆର ମାଟିର କୋଳରେ ଶୋଇବୁ, ମାଆର ମାଟିର କୋଳରେ ତୋର ଦେହ ଧାରଣ କରିବୁ। ଯେଉଁ ମାଟିରେ ତୁ ଦିନେ ଲୀନ ହୋଇଯାଇଥିଲୁ ସେଇ ମାଟିରେ ଧାରଣ କରିବୁ। ଯଦି ଆମର ଜନ୍ମ ଜନ୍ମାନ୍ତର ପ୍ରତି ବିଶ୍ୱାସ ଅଛି, ଯଦି ମଣିଷ ଜନ୍ମ ହେଲେ ତାର ପୁନର୍ଜନ୍ମ ଲାଭ କରେ, ଜନ୍ମ ହୁଏ, ତାହେଲେ ତୁ ସେଇ ମାଟିରେ ପୁଣି ଜନ୍ମ କରିବୁ। କିନ୍ତୁ ଯନ୍ତ୍ର ପାଖକୁ କାହିଁକି ଯାଉଛୁ? ଫେରିଆ ପୂର୍ବ ପଥେ ଅକାରଣେ ଆଉ ଧୂଆଁ ହୋ ନାହିଁ, ଯନ୍ତ୍ର ଧୂଆଁର ସାଥେ। ଫେରିଆ ପୂର୍ବ ପଥେ, ଯେଉଁ ରାସ୍ତାରେ ତୁ ଯାଇଥିଲୁ ସେଇ ରାସ୍ତାକୁ ଫେରିଆ। ଅକାରଣେ, ଯେଉଁଠି କିଛି କାରଣ ନାହିଁ, ଅକାରଣେ ଆଉ ତୁ ଧୂଆଁ ହୋ ନାହିଁ। ତୁ ଧୂଆଁ ହେବାକୁ ଯାଆନା ସେଠିକି। ଏଠି ଏକଥା ସହିପାରୁନାହାନ୍ତି ମାଟି ମା, ଯେହେତୁ ମାଟିକୁ ଆମେ ମା ବୋଲି ତୁଳନା କରୁଛନ୍ତି, ଯେହେତୁ ଜନ୍ମଭୂମିକୁ ମା ବୋଲି ଆମେ ତୁଳନା କରୁଛନ୍ତି। ମା ଯେମିତି ଶିଶୁର ସନ୍ତାନର ଦୁଃଖ, ସନ୍ତାନର କଷ୍ଟ ସହିପାରେ ନାହିଁ, ସେଇଭଳି ଭାବରେ ଏଠି ଜନ୍ମଭୂମି ସହିପାରୁନାହିଁ ମା। ସେ କହୁଛି ତୁ ଯଦି ମରିବୁ, ମୃତ୍ୟୁ ସୁନିଶ୍ଚିତ, ତେବେ ମୋ କୋଳକୁ ଆ, ସେଇଠି ମୋ କୋଳରେ ମରିବୁ ଏବଂ ମୋ କୋଳରେ ପୁଣି ଜନ୍ମ ହେବୁ। ତୁ କାହିଁକି ସେଇଠିକି ଯାଇଛୁ? ଯନ୍ତ୍ରର ପ୍ରେମରେ କାହିଁକି ପଡ଼ିଛୁ? ଯନ୍ତ୍ରର ଆକର୍ଷଣରେ କାହିଁକି ଆକର୍ଷିତ ହେଇଛୁ? ସେ ଯନ୍ତ୍ର, ତାର ପ୍ରାଣ ନାହିଁ, ସେ ରାକ୍ଷସ ସମାନ, ଦାନବ ସମାନ, ସେ କେବଳ ତୋତେ ମୃତ୍ୟୁ ଆଡ଼କୁ ଟାଣି ନେବ। ଅକାରଣ ଆଉ ଧୂଆଁ ହୋ ନାହିଁ, ଯନ୍ତ୍ର ଧୂଆଁର ସାଥେ। ଯନ୍ତ୍ରର ଧୂଆଁ ଯେମିତି ବାହାରି ଯାଉଛି, ତୋର ଜୀବନଟା ସେମିତି ବାହାରି ନଯାଉ। କାହିଁକିନା ମନୁଷ୍ୟ ଜନ୍ମ ଦୁର୍ଲଭ ଜନ୍ମ। ମନୁଷ୍ୟକୁ ଈଶ୍ୱର ଜନ୍ମ କରୁଛନ୍ତି କିଛି ନିର୍ଦ୍ଦିଷ୍ଟ କାରଣ ପାଇଁ। ତୁ ସେମିତି ଧୂଆଁ ହେଇପାରିବୁ ନାହିଁ। ତୁ ସମାଜର ଉନ୍ନତି ପାଇଁ ଆସିଛୁ, ସମାଜର ଉଦ୍ଧାର ପାଇଁ ଆସିଛୁ, ସମସ୍ତଙ୍କୁ ଭଲ ପାଇବା ପାଇଁ, ସ୍ନେହ ଶ୍ରଦ୍ଧା କରିବା ପାଇଁ ଆସିଛୁ। ତୁ ଯାହାକୁ ଭୁଲି ଯାଉଛୁ। ଧନ୍ୟବାଦ। ଯଦି କ୍ଲାସ୍ଟି ଭଲ ଲାଗିଛି ସମସ୍ତଙ୍କୁ ନିଶ୍ଚିତ ଭାବରେ ଲାଇକ୍ କରିବ, କମେଣ୍ଟ କରିବ, ସେୟାର କରିବ ଅନ୍ୟମାନଙ୍କୁ। ଯେଉଁମାନଙ୍କର ଏ କ୍ଲାସ୍ ଆବଶ୍ୟକ ଅଛି, ଯେଉଁମାନେ କ୍ଲାସ୍ ବୁଝିପାରୁନାହାନ୍ତି ସେମାନଙ୍କୁ ସେୟାର କରିବ, ସେମାନେ ଭଲ ଭାବରେ ବୁଝିପାରିବେ। ଏବଂ ତୁମମାନଙ୍କୁ ଯଦି ଭଲ ଲାଗୁଛି ତଳେ କମେଣ୍ଟ କଲେ ମୁଁ ଉତ୍ସାହିତ ହେବି, ତୁମମାନଙ୍କୁ ଆହୁରି ଭଲ ଭାବରେ ପଢ଼େଇବି। ମୋର ଉଦ୍ଦେଶ୍ୟ, ଜୀବନର ଲକ୍ଷ୍ୟ କେବଳ ପାଠ ପଢ଼ାଇବା, କିଛି ଭଲ କଥା ଶିଖେଇ ଚାଲିଥିବି। ମୋଟିଭେସନାଲ୍ ଚ୍ୟାନେଲରେ ମୁଁ ମୋଟିଭେସନ୍ ଦେଉଛି ଏବଂ ଅନ୍ୟମାନଙ୍କୁ ଭଲ କଥା ଶିଖାଉଛି ଏବଂ ଏଥିରେ ପାଠ ପଢ଼ାଉଛି, ପାଠ ପଢ଼ାଇବି। ମୋ କର୍ତ୍ତବ୍ୟ ମୁଁ କରି ଚାଲିବି, ତାହା ହିଁ ମୋର କର୍ତ୍ତବ୍ୟ। ତୁମମାନଙ୍କ ଖୁସି ହିଁ ମୋର ଖୁସି। ଏହା ଶେଷ ନୁହେଁ, ଆଜିର ପ୍ରଶ୍ନ ରହିଯାଇଛି। ପ୍ରଶ୍ନ ରହିଛି ଯେ ଆମେ ଶବ୍ଦ ଚିହ୍ନେଇବା, ଯେମିତି ପୂର୍ବରୁ ଦେଇଥିଲି ଶବ୍ଦ ଚିହ୍ନିବା ପାଇଁ, ସେମିତି 5 ଶବ୍ଦ ଦେବି। ତୁମେ କେଉଁ ପ୍ରକାର ଶବ୍ଦ ଚିହ୍ନେଇବ? ଶବ୍ଦ ଗୁଡ଼ିକ ହେଉଛି ପକ୍ଷୀ, ପିତା, ଘିଅ, କୁଟା, ପେପର। ଆଉ ଥରେ କହି ରଖୁଛି, ପକ୍ଷୀ, ପିତା, ଘିଅ, କୁଟା ଏବଂ ପେପର। 5 ଶବ୍ଦକୁ କେଉଁ ପ୍ରକାର ଶବ୍ଦ ଚିହ୍ନେଇବ? ତତ୍ସମ, ତଦ୍ଭବ, ଦେଶ, ବୈଦେଶିକ ଇତ୍ୟାଦି କେଉଁ ଶବ୍ଦ? ଧନ୍ୟବାଦ। ରହିଲି, ପୁଣି ଦେଖା ହେବା ଅନ୍ୟ କ୍ଲାସ୍ରେ। ଧନ୍ୟବାଦ।